ପିଲାମାନେ ତମମାନେ ଥମ୍ବନେଲ ଦେଖି ଜାଣିପାରୁଥିବ ଆଜି ଏହି ଭିଡିଓରେ ଆମେ ତମ +2 ସେକେଣ୍ଡ ଇୟର ଏମାଇଲ ବହିରେ ଥିବା ପୁଷ୍ପପୁରରେ ବର୍ଷା ବରଣ ଏହି ପ୍ରବନ୍ଧଟିର ଆଜି ଆମେ ଏହି ଭିଡିଓରେ ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିବା। ତ ପିଲାମାନେ ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ। ତ ପିଲାମାନେ ଏହି ପୁଷ୍ପପୁରରେ ବର୍ଷା ବରଣ ପ୍ରବନ୍ଧର ପ୍ରାବନ୍ଧିକ ହେଉଛନ୍ତି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ତ ପିଲାମାନେ ମନେ ରଖିବ। ଦେଖିବା ଏବେ ପ୍ରଥମ ପ୍ରଶ୍ନ କ'ଣ ଅଛି। କେଉଁ ପ୍ରବନ୍ଧ ସଂକଳନରୁ ପୁଷ୍ପପୁରରେ ବର୍ଷା ବରଣ ପ୍ରବନ୍ଧ ଆନିତ? ଅପସନ୍ ଅଛି ପ୍ରବନ୍ଧ ପ୍ରସୂନ, ପ୍ରବନ୍ଧ ମୟୂଖ, ପ୍ରବନ୍ଧ ବିଭା, ପ୍ରବନ୍ଧ ମାନସ। ତ ସଠିକ ଉତ୍ତର ହେବ ପ୍ରବନ୍ଧ ମାନସ। ନେକ୍ସଟ କ୍ୱେଶ୍ଚନ, ପୁଷ୍ପପୁର ବୋଲି କେଉଁ ସ୍ଥାନକୁ କୁହାଯାଇଛି? ଅପସନ୍ ଅଛି ମୟୂରଭଞ୍ଜ, ବାରିପଦା, ପାଟନା, ଶ୍ରୀକ୍ଷେତ୍ର। ତ ସଠିକ ଉତ୍ତର ହେବ ପାଟନା। ନେକ୍ସଟ କ୍ୱେଶ୍ଚନ, ପୁଷ୍ପପୁରରେ ବର୍ଷା ବରଣ ପ୍ରବନ୍ଧରେ ଦୂତ ଭାବରେ କାହାକୁ ଗ୍ରହଣ କରାଯାଇଛି? ଅପସନ୍ ଅଛି ନଗର, ଡାକବାଲା, ହଂସ, ମେଘ। ତ ସଠିକ ଉତ୍ତର ହେବ ମେଘ। ନେକ୍ସଟ କ୍ୱେଶ୍ଚନ, ମେଘକୁ ଦେଖି ପ୍ରାବନ୍ଧିକଙ୍କ ମନରେ କେଉଁ ଭାବ ଦେଖାଯାଇଛି? ଅପସନ୍ ଅଛି ବିରାଗ, ବିଷାଦ, ଉତ୍ଫୁଲ୍ଲିତ, କାରୁଣ୍ୟ। ତ ସଠିକ ଉତ୍ତର ହେବ ଉତ୍ଫୁଲ୍ଲିତ। ନେକ୍ସଟ କ୍ୱେଶ୍ଚନ, ବାରି ବାହାର ଶୁଭାଗମନର ଶତ ଶୁଭ ଶଙ୍ଖ କେଉଁଠାରେ ବାଜି ଉଠୁଛି ବୋଲି ପ୍ରାବନ୍ଧିକ କହିଛନ୍ତି? ଅପସନ୍ ଅଛି ରାଜମାର୍ଗରେ, ଦ୍ୱାର ଦେଶରେ, ଅରଣ୍ୟ ମାର୍ଗରେ, ବାତାୟନ ପଥରେ। ତ ସଠିକ ଉତ୍ତର ହେବ ବାତାୟନ ପଥରେ। ନେକ୍ସଟ କ୍ୱେଶ୍ଚନ, ପୁଗ ପୂର୍ଣ୍ଣାଙ୍ଗ, ତାଳ ତମାଳ, ତାମ୍ବୁଳ ଓ ନାରିକେଳର ବନରେ କେଉଁ ଭୂଖଣ୍ଡ ବିଶୋଭିତ? ଅପସନ୍ ଅଛି ବିହାର, ବଙ୍ଗ, ଉତ୍କଳ, କେରଳ। ତ ସଠିକ ଉତ୍ତର ହେବ ଉତ୍କଳ। ନେକ୍ସଟ କ୍ୱେଶ୍ଚନ, ବନବାସୀ ନାରୀମାନଙ୍କର ଗତିକୁ ପ୍ରବନ୍ଧିକ କାହା ସହିତ ତୁଳନା କରିଛନ୍ତି? ବନବାସୀ ନାରୀମାନଙ୍କର ଗତିକୁ ପ୍ରାବନ୍ଧିକ କାହା ସହିତ ତୁଳନା କରିଛନ୍ତି? ଅପସନ୍ ଅଛି କୁଜି ହଂସ, ମାତଙ୍ଗିନୀ, ନିର୍ଝରିଣୀ, ହରିଣୀ। ତ ସଠିକ ଉତ୍ତର ହେବ ନିର୍ଝରିଣୀ। ନେକ୍ସଟ କ୍ୱେଶ୍ଚନ, ବନବାସୀମାନେ କାହାର ଅନୁଗ୍ରହ ଲୋଡ଼ନ୍ତି? ଅପସନ୍ ଅଛି ବାରିବାହ, ପର୍ବତ, ପ୍ରକୃତି, ବନଲତା। ତ ସଠିକ ଉତ୍ତର ହେବ ବାରିବାହ। ନେକ୍ସଟ କ୍ୱେଶ୍ଚନ, ପୁଷ୍ପପୁରରେ କର୍ମସାରୀ କେଉଁ ପଥରେ ଗତି କରିବା ପାଇଁ ଲେଖକ ମେଘକୁ ନିବେଦନ କରିଛନ୍ତି? ଅପସନ୍ ଅଛି ରାଜପଥ, ଉତ୍କଳ ପଥ, ଆକାଶ ପଥ, ଜଳ ପଥ। ତ ସଠିକ ଉତ୍ତର ହେବ ଉତ୍କଳ ପଥ। ନେକ୍ସଟ କ୍ୱେଶ୍ଚନ, କେଉଁମାନଙ୍କୁ ନିରାଶ ନ କରି ତୋର ବଦାନ୍ୟତା ସେମାନଙ୍କଠାରେ ହିଁ ଆରମ୍ଭ କରିବୁ ବୋଲି ପ୍ରାବନ୍ଧିକ କହିଛନ୍ତି? ଅପସନ୍ ଅଛି ବନବାସୀମାନଙ୍କୁ, ଗ୍ରାମବାସୀମାନଙ୍କୁ, ନଗରବାସୀମାନଙ୍କୁ, ସହରବାସୀମାନଙ୍କୁ। ତ ସଠିକ ଉତ୍ତର ହେବ ବନବାସୀମାନଙ୍କୁ। ନେକ୍ସଟ କ୍ୱେଶ୍ଚନ, କାହାର ସ୍ନିଗ୍ଧ ଉଜ୍ଜଳ କାନ୍ତି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି? ଅପସନ୍ ଅଛି ବାରିବାହ, ପ୍ରକୃତି, ଦୂରବନ୍ଧୁ, ଅଳକାପୁରୀ। ତ ସଠିକ ଉତ୍ତର ହେବ ବାରିବାହ। ନେକ୍ସଟ କ୍ୱେଶ୍ଚନ, ମୟୂରଭଞ୍ଜର ବନଭୂମି କେଉଁ ଧ୍ୱନିରେ ପୂର୍ଣ୍ଣ ହେବ? ଅପସନ୍ ଅଛି ଲୋକ କୋଳାହଳ, କେକା ଧ୍ୱନି, ଶଙ୍ଖ ଧ୍ୱନି, ଘଣ୍ଟ, ଘଣ୍ଟା ଧ୍ୱନି। ତ ସଠିକ ଉତ୍ତର ହେବ କେକା ଧ୍ୱନି। ନେକ୍ସଟ କ୍ୱେଶ୍ଚନ, କେଉଁ ପ୍ରପାତରେ କ୍ରୀଡ଼ା କରି ମହାବନରେ ଭ୍ରମୁ ଭ୍ରମୁ ଏପରି ଅସରନ୍ତି ବିଭବ ଦେଖି ମେଘ ଚକିତ ହୋଇଯିବ? ଅପସନ୍ ଅଛି ଡୁଡୁମା ପ୍ରପାତ, ଦେବଗଡ଼ ପ୍ରପାତ, କୋଲା ପ୍ରପାତ, ଘାଗରା ପ୍ରପାତ। ତ ସଠିକ ଉତ୍ତର ହେବ ଦେବଗଡ଼ ପ୍ରପାତ। ନେକ୍ସଟ କ୍ୱେଶ୍ଚନ, ପଶ୍ଚିମାଭିମୁଖରେ ଯାତ୍ରା କରି ବାରିବାହୁ କେଉଁଠାରେ ପଦାର୍ପଣ କରିବ ବୋଲି କୁହାଯାଇଛି? ଅପସନ୍ ଅଛି କେନ୍ଦୁଝର, ରାଉରକେଲା, ସମ୍ବଲପୁର, ଦେବଗଡ଼। ତ ସଠିକ ଉତ୍ତର ହେବ ସମ୍ବଲପୁର। ନେକ୍ସଟ କ୍ୱେଶ୍ଚନ, ସମ୍ବଲପୁର ହେଉଛି ଉତ୍କଳର ଡ୍ୟାସର ଗନ୍ତାଘର? ଅପସନ୍ ଅଛି ରତ୍ନ, ହୀରା, ସମ୍ପଦ, ସୂକ୍ଷ୍ମଶାଳୀ। ତ ସଠିକ ଉତ୍ତର ହେବ ସୂକ୍ଷ୍ମଶାଳୀ। ନେକ୍ସଟ କ୍ୱେଶ୍ଚନ, ମହାନଦୀ ପ୍ରସ୍ତରମୟ ଶଯ୍ୟାରେ ଯାଉଁ ଯାଉଁ ତଟ ଦେଶରେ ଡ୍ୟାସ ଢାଳି ଦିଏ? ଅପସନ୍ ଅଛି ସ୍ୱର୍ଣ୍ଣରେଣୁ, ଅମୃତ, ବର୍ଷାପାତ, ଶସ୍ୟ। ତ ସଠିକ ଉତ୍ତର ହେବ ସ୍ୱର୍ଣ୍ଣରେଣୁ। ନେକ୍ସଟ କ୍ୱେଶ୍ଚନ, ଜଳଧର କୃପାରୁ କେଉଁଠାରେ ନବନୀଳିମା ଖେଳି ବୁଲିବ କୁହାଯାଇଛି? ଅପସନ୍ ଅଛି ଶାଳିକ୍ଷେତ୍ର, ବନଭୂମି, ମେଘାସନ, ଗନ୍ଧମାର୍ଦ୍ଧନ। ତ ସଠିକ ଉତ୍ତର ହେବ ଶାଳିକ୍ଷେତ୍ର। ନେକ୍ସଟ କ୍ୱେଶ୍ଚନ, କେଉଁମାନଙ୍କ ଦ୍ୱାରା ପାଳିତ କଳାପୀର କେକାରେ ବନଭୂମି ପୂର୍ଣ୍ଣ ହେବ ବୋଲି ଲେଖକ କହିଛନ୍ତି? ଅପସନ୍ ଅଛି ଭଞ୍ଜନ ରୂପ, ନବତରୁଣ, ନବଯୁବକ, ମଦଳସା। ତ ସଠିକ ଉତ୍ତର ହେବ ଭଞ୍ଜନ ରୂପ। ନେକ୍ସଟ କ୍ୱେଶ୍ଚନ,
ସମ୍ବଲପୁର ଅଞ୍ଚଳର ବଧୂମାନଙ୍କୁ କେଉଁ ଫୁଲ ପରି ହାସ୍ୟମୟୀ ବୋଲି କୁହାଯାଇଛି? ଅପସନ୍ ଅଛି ଗୋଲାପ, ଶେଫାଳି, ପଦ୍ମ, ମନ୍ଦାର। ତ ସଠିକ ଉତ୍ତର ହେବ ଶେଫାଳି। ନେକ୍ସଟ କ୍ୱେଶ୍ଚିନ୍, ଉତ୍କଳର ଉତ୍ତମାଙ୍ଗ ବୋଲି ପ୍ରାବନ୍ଧିକ କାହାକୁ କହିଛନ୍ତି? ଅପସନ୍ ଅଛି ସମ୍ବଲପୁର, କଟକ, ଭୁବନେଶ୍ୱର, ଗଞ୍ଜାମ। ତ ସଠିକ ଉତ୍ତର ହେବ କଟକ। ନେକ୍ସଟ କ୍ୱେଶ୍ଚିନ୍, ସିନ୍ଧୁ ପାରି ସାଧବର ସ୍ମୃତିପୁତ ଭୂମି ବୋଲି କାହାକୁ କୁହାଯାଇଛି? ଅପସନ୍ ଅଛି ସମ୍ବଲପୁର, କଟକ, ଜୟପୁର, ଭୁବନେଶ୍ୱର। ତ ସଠିକ ଉତ୍ତର ହେବ ଜୟପୁର। ନେକ୍ସଟ କ୍ୱେଶ୍ଚିନ୍, କାହାର ଭଗ୍ନସ୍ତୂପ ମଧ୍ୟରେ ତାହାର ସ୍ମୃତି ଓ କୀର୍ତ୍ତି ଅଦ୍ୟାବଧି ସଞ୍ଚିତ ହୋଇ ରହିଛି? ଅପସନ୍ ଅଛି ବାରବାଟୀ, ରାଜବାଟୀ, ଧଉଳିଗିରି, ଖଣ୍ଡଗିରି। ତ ସଠିକ ଉତ୍ତର ହେବ ବାରବାଟୀ। ନେକ୍ସଟ କ୍ୱେଶ୍ଚିନ୍, ମର୍କତ କେଶରୀଙ୍କର ମହାନ କୀର୍ତ୍ତି ଡ୍ୟାସ୍। ଅପସନ୍ ଅଛି କୋଣାର୍କ ମନ୍ଦିର, ଲିଙ୍ଗରାଜ ମନ୍ଦିର, ପୁରୀ ମନ୍ଦିର, କାଠଯୋଡ଼ି ପଥର ବନ୍ଧ। ତ ସଠିକ ଉତ୍ତର ହେବ କାଠଯୋଡ଼ି ପଥର ବନ୍ଧ। ନେକ୍ସଟ କ୍ୱେଶ୍ଚିନ୍, ଅତୀତରେ କେଉଁଠାରେ ବହୁ କବିଜ୍ଞାନୀ, ଗୁଣୀ ଓ କର୍ମୀ ଆବିର୍ଭୂତ ହୋଇ ଉତ୍କଳର ଜ୍ଞାନଦୀପ ପ୍ରଜ୍ୱଳିତ କରିଥିଲେ? ଅପସନ୍ ଅଛି ପୁଷ୍ପପୁରରେ, କଟକରେ, ମୟୂରଭଞ୍ଜରେ, ସମ୍ବଲପୁରରେ। ତ ସଠିକ ଉତ୍ତର ହେବ କଟକରେ। ନେକ୍ସଟ କ୍ୱେଶ୍ଚିନ୍, ବାରି ବାହାର ସ୍ନିଗ୍ଧ ଉଜ୍ଜଳ କାନ୍ତି କେଉଁଠାରେ ନେତ୍ରୋତ୍ସବ ସୃଷ୍ଟି କରିଛି? ଅପସନ୍ ଅଛି କୋଣାର୍କ, ନୀଳାଚଳ, ମୟୂରଭଞ୍ଜ, ପୁଷ୍ପପୁର। ତ ସଠିକ ଉତ୍ତର ହେବ ପୁଷ୍ପପୁର। ନେକ୍ସଟ କ୍ୱେଶ୍ଚିନ୍, କାହାର ଅଭାବରେ ଉତ୍କଳରେ ହାହାକାର ପଡ଼ିଛି? ଅପସନ୍ ଅଛି ଧନ, ଐଶ୍ୱର୍ଯ୍ୟ, ଜଳ, ବନ୍ଧୁ। ତ ସଠିକ ଉତ୍ତର ହେବ ଜଳ। ନେକ୍ସଟ କ୍ୱେଶ୍ଚିନ୍, ବାରିବାହାକୁ କେଉଁ ବନ୍ଧୁ ବୋଲି ସମ୍ବୋଧନ କରାଯାଇଛି? ଅପସନ୍ ଅଛି ନିତ୍ୟବନ୍ଧୁ, ପ୍ରାଣବନ୍ଧୁ, ଜୀବବନ୍ଧୁ, ଦୂରବନ୍ଧୁ। ତ ସଠିକ ଉତ୍ତର ହେବ ଦୂରବନ୍ଧୁ। ନେକ୍ସଟ କ୍ୱେଶ୍ଚିନ୍, କେଉଁଠାରୁ କିଏ ବଡ଼ ବୋଲି ଲେଖକ ଘନକୁ ପ୍ରଶ୍ନ କରିଛନ୍ତି? ଅପସନ୍ ଅଛି ଗୋଷ୍ଠୀ, ମଣିଷ, ପଶୁ, ପକ୍ଷୀ। ତ ସଠିକ ଉତ୍ତର ହେବ ଗୋଷ୍ଠୀ। ନେକ୍ସଟ କ୍ୱେଶ୍ଚିନ୍, କେଉଁ ପୁରରେ ସ୍ୱକର୍ମ ସାରି ଉତ୍କଳ ପଥରେ ଗତି କରିବାକୁ ବାରିଦକୁ ଲେଖକ ନିବେଦନ କରିଛନ୍ତି? ଅପସନ୍ ଅଛି ଶ୍ରୀନଗର, ପୁଷ୍ପପୁର, ମହୋଦଧି, ତୁଙ୍ଗ ଶିଖରୀ। ତ ସଠିକ ଉତ୍ତର ହେବ ପୁଷ୍ପପୁର। ନେକ୍ସଟ କ୍ୱେଶ୍ଚିନ୍, କାହାଠାରେ ବଦାନ୍ୟତାର ମହତ୍ଵ ଗଢ଼ି ଉଠେ ବୋଲି ପ୍ରାବନ୍ଧିକ କହିଛନ୍ତି? ଅପସନ୍ ଅଛି ଧନୀଙ୍କଠାରେ, ରାଜାଙ୍କଠାରେ, ଦରିଦ୍ରଠାରେ, ମହାଜନଙ୍କଠାରେ। ତ ସଠିକ ଉତ୍ତର ହେବ ଦରିଦ୍ରଠାରେ। ପିଲାମାନେ ଏବେ ଆମେ 2 ମାର୍କିଆ ପ୍ରଶ୍ନ ଆଲୋଚନା କରିବା। ପ୍ରାବନ୍ଧିକ ମେଘକୁ କିପରି ସ୍ୱାଗତ କରିଛନ୍ତି? ମେଘର ସ୍ନିଗ୍ଧ କଜ୍ଜଳ କାନ୍ତି କବିଙ୍କ ନୟନ ଯୁଗଳକୁ ଆନନ୍ଦ ବିଭୋର କରିଦେଇଛି ଓ ବାତାୟନ ପଥରେ ତାର ଆଗମନୀର ଶୁଭ ଶଙ୍ଖ ବାଜି ଉଠିଛି। ତେଣୁ ସେ ମେଘକୁ ସ୍ୱାଗତ କରି ତାକୁ ଦୂରବନ୍ଧୁ ବୋଲି କହି ତାର ଶୁଭ ଗମନରେ ପୁଷ୍ପପୁର ମଙ୍ଗଳମୟ, ମଧୁମୟ ହେବା ସହ ତାର ସ୍ପର୍ଶରେ ସଜୀବ ଓ ଶ୍ୟାମଳ ହୋଇ ଉଠିବ ବୋଲି କହିଛନ୍ତି। ନେକ୍ସଟ କ୍ୱେଶ୍ଚିନ୍, ମେଘର ଅପରୂପ କାନ୍ତିକୁ ଦେଖି ମହାକବି କାଳିଦାସଙ୍କର କେଉଁ ପ୍ରସଙ୍ଗ ପ୍ରାବନ୍ଧିକଙ୍କର ମନେ ପଡ଼ିଯାଇଛି? ମେଘର ଅପରୂପ କଜ୍ଜଳ କାନ୍ତିକୁ ଦେଖି ପ୍ରାବନ୍ଧିକଙ୍କର ମହାକବି କାଳିଦାସଙ୍କର ମେଘଦୂତ ବର୍ଣ୍ଣିତ ଏକ ସୁନ୍ଦର ପ୍ରସଙ୍ଗ ମନେ ପଡ଼ିଯାଇଛି। ଇତିହାସର କେଉଁ ଅନାମ ଯୁଗରେ ବିତାଡ଼ିତ ବିରହୀ ପକ୍ଷୀଟିଏ ପୁଷ୍ପ ଅର୍ଘ୍ୟରେ ମେଘକୁ ପୂଜା କରି ଅଳକାପୁରୀରେ ଥିବା ତା ପ୍ରିୟା ପାଖକୁ ମେଘ ହସ୍ତରେ ଉଦନ୍ତ ପଠାଇଥିଲା। ଯକ୍ଷ ପାଇଁ ମେଘଦୂତ ସାଜିଥିଲା। ନେକ୍ସଟ କ୍ୱେଶ୍ଚିନ୍, ବିରହୀ ଯକ୍ଷ ପାଇଁ କିଏ ଦୂତ ହୋଇଥିଲେ? ଏହା କେଉଁ ଗ୍ରନ୍ଥରେ ବର୍ଣ୍ଣିତ? ପ୍ରାବନ୍ଧିକ ଶୁଣିଥିଲେ ଯେ ଇତିହାସର କେଉଁ ଅନାମ ଯୁଗରେ ବିତାଡ଼ିତ ବିରହୀ ପକ୍ଷୀଟିଏ ମେଘକୁ ପୁଷ୍ପାର୍ଘ୍ୟରେ ପୂଜା କରି ତା ହସ୍ତରେ ଅଳକାପୁରୀର ପ୍ରିୟା ପାଖକୁ ବାର୍ତ୍ତା ପଠାଇଥିଲା। ଏହା ମହାକବି କାଳିଦାସଙ୍କ ରଚିତ ମେଘଦୂତ ଗ୍ରନ୍ଥରେ ଏକ ପ୍ରସଙ୍ଗ ରୂପେ ବର୍ଣ୍ଣିତ, ଯେଉଁଥିରେ ମେଘଦୂତ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା। ନେକ୍ସଟ କ୍ୱେଶ୍ଚିନ୍, ବାରିବାହାକୁ ଉତ୍କଳ ପଥରେ ଗତି କରିବାକୁ ପ୍ରାବନ୍ଧିକ କାହିଁକି ଅନୁରୋଧ କରିଥିଲେ? ଗ୍ରୀଷ୍ମ ନିଦାଘ ପୀଡ଼ିତ ଉତ୍କଳରେ ଜଳାଭାବରେ ହାହାକାର ପଡ଼ିଥିଲା ଓ ଜଳ ବିନା ଉତ୍କଳବାସୀ ତଥା ଉତ୍କଳରେ ବସବାସ କରୁଥିବା ସମଗ୍ର ଜୀବଜଗତ ଭୀଷଣ କଷ୍ଟ ଭୋଗ କରୁଥିଲେ। ତେଣୁ ପୁଷ୍ପପୁରରେ ସ୍ୱକର୍ମ ସାରି
ଉତ୍କଳ ପଥରେ ଗତି କରି ଉତ୍କଳ ଭୂମିରେ ଜଳ ବୃଷ୍ଟି କରି ଉତ୍କଳକୁ ସବୁଜ ଓ ଶ୍ୟାମଳ କରିବାକୁ ବାରିବାହାକୁ ପ୍ରାବନ୍ଧିକ ଅନୁରୋଧ କରିଥିଲେ। ନେକ୍ସଟ କ୍ୱେଶ୍ଚନ, ଲେଖକ କ'ଣ ହୋଇ ଜଳଦ ସହ ମିଶିବାକୁ ଇଚ୍ଛା କରିଛନ୍ତି ଓ କାହିଁକି? ଲେଖକ ଧୂମ ଜ୍ୟୋତି ବା ସଲିଳ ହୋଇ ବାତାୟନ ପଥରେ ଉଡ଼ିଯାଇ ଜଳଦ ସହ ମିଶିବାକୁ ଇଚ୍ଛା କରିଛନ୍ତି, କାରଣ ଏପରି ହେଲେ ଅଗ୍ରଗତିରେ ଯାଇ ସେ ଜଳଦକୁ ନିଜ ଜନ୍ମଭୂମି ଉତ୍କଳକୁ ଚିହ୍ନାଇ ଦେଇ ପାରନ୍ତେ, ଯେଉଁଠାରେ କି ଜଳ ବିନା ହାହାକାର ପଡ଼ିଛି ଓ ଜଳ ନ ପାଇ ସବୁଜ କେଦାର ହତଶ୍ରୀ ହୋଇ ଝାଉଁଳି ପଡ଼ିଛି। ନେକ୍ସଟ କ୍ୱେଶ୍ଚନ, ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଉତ୍କଳ ଭୂମିର ଅବସ୍ଥା ଆଜି କିପରି ହୋଇଛି? ପ୍ରାବନ୍ଧିକଙ୍କ ଜନ୍ମଭୂମି ଉତ୍କଳ ଅପରୂପ ଓ ଶୋଭାଶ୍ରୀ ଓ ବିପୁଳ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ, ଯିଏକି କୋଟି ବୀର ପ୍ରସବିନୀ, କୋଟି କୀର୍ତ୍ତି କିରୀଟିନୀ, ତଟିନୀ ତଟମାଳିନୀ, ପ୍ରଚ୍ଛନ୍ନ ରତ୍ନ ଧାରିଣୀ, ସୁଜଳା ସୁଫଳା ଶ୍ୟାମଳା ଭାବେ ଅତୀତରେ ଭାରତ ଭୂଖଣ୍ଡରେ ପ୍ରସିଦ୍ଧି ଲାଭ କରିଥିଲା। ବିଦେଶୀ ଶାସନ କବଳରେ କବଳିତ ସେହି ଉତ୍କଳ ଆଜି ଖଣ୍ଡ ବିଖଣ୍ଡିତା ପତିତା ଲାଞ୍ଛିତା ହୋଇ ନିଜର ସେ ପୂର୍ବ ଗୌରବ ଗାରିମା ହରାଇ ବସିଛି। ତେଣୁ ପ୍ରାବନ୍ଧିକ କ୍ଷୋଭ ପ୍ରକାଶ କରିଛନ୍ତି। ନେକ୍ସଟ କ୍ୱେଶ୍ଚନ, ଜଳଦ କିପରି ବିଶୋଭିତ ହୋଇ ଉତ୍କଳ ଆକାଶରେ ଆବିର୍ଭୂତ ହେବାକୁ ଲେଖକ ଅନୁରୋଧ କରିଛନ୍ତି? ବିଜୁଳି ବିମଣ୍ଡିତ ଓ ବଳକା ବିଶୋଭିତ ହୋଇ ଜଳଦ ଉତ୍କଳ ଆକାଶରେ ଆବିର୍ଭୂତ ହେବାକୁ ଲେଖକ ଜଳଦକୁ ଅନୁରୋଧ କରିଛନ୍ତି, ଯାହାଫଳରେ ଗୋପାଙ୍ଗନାମାନେ ଅପାଙ୍ଗ ଘନଶ୍ୟାମର ରୂପସୁଧା ପାନ କଲାପରି ଉତ୍କଳରେ ଉତ୍କଳୀୟମାନଙ୍କ ନେତ୍ରରାଜି ଜଳଦର ରୂପସୁଧା ପାନ କରି ଆନନ୍ଦ ଉପଲବ୍ଧି କରିବେ। ନେକ୍ସଟ କ୍ୱେଶ୍ଚନ, ଦରିଦ୍ର ବନବାସୀମାନଙ୍କୁ ନିରାଶ ନ କରି କ'ଣ କରିବାକୁ ଜଳଦକୁ ଲେଖକ ଅନୁରୋଧ କରିଛନ୍ତି? ଦରିଦ୍ରଠାରେ ହିଁ ବଦାନ୍ୟତାର ମହତ୍ତ୍ୱ ବଢ଼ି ଉଠେ, କାରଣ ଦରିଦ୍ର ହିଁ ଦାନ ଦ୍ୱାରା ଉପକୃତ ହୁଏ। ଟଙ୍କିଳ ଅନୁର୍ବର ଉଚ୍ଚବାଚ ଭୂମିରେ ଶାଳିଧାନ୍ୟ ଉପୁଜାଉଥିବା ସ୍ୱେଦସିକ୍ତ ଦରିଦ୍ର ବନବାସୀମାନଙ୍କୁ ନିରାଶ ନ କରି ତାହାର ବଦାନ୍ୟତା ସେମାନଙ୍କଠାରେ ଆରମ୍ଭ କରିବାକୁ ଜଳଦକୁ ଲେଖକ ଅନୁରୋଧ କରିଛନ୍ତି। ନେକ୍ସଟ କ୍ୱେଶ୍ଚନ, ଶାଳିକ୍ଷେତ୍ର ଦେଖି ବନବାସୀମାନଙ୍କ ମନର ଆତଙ୍କକୁ ଲେଖକ କାହା ସହିତ ତୁଳନା କରିଛନ୍ତି? ଟଙ୍କିଳ ଅନୁର୍ବର ଉଚ୍ଚବଚ ଭୂମିରେ ବନବାସୀ ନରନାରୀଙ୍କର ସ୍ୱେଦସିକ୍ତ ଶସ୍ୟକ୍ଷେତ୍ରରେ ଜଳ ବିହୁନେ ଶାଳିଧାନ୍ୟ ଆକାଶକୁ ଚାହିଁ ଝାଉଁଳୁଥିବ ବୋଲି ଲେଖକ କହିଛନ୍ତି। ଶାଳିକ୍ଷେତ୍ର ଦେଖି ବନବାସୀମାନଙ୍କ ମନର ଆତଙ୍କକୁ ଲେଖକ ରୋଗଶଯ୍ୟା ସାହିତ ପୁତ୍ରକନ୍ୟାଙ୍କୁ ଦେଖି ପିତାମାତାଙ୍କ ମନ ଯେପରି ଆତଙ୍କରେ ଥରି ଉଠେ ତାହା ସହିତ ତୁଳନା କରିଛନ୍ତି। ନେକ୍ସଟ କ୍ୱେଶ୍ଚନ, ଜଳଦ କିପରି ବନବାସୀମାନଙ୍କର ଗ୍ରାମର ସୀମା ଜାଣିପାରିବ ବୋଲି ପ୍ରାବନ୍ଧିକ କହିଛନ୍ତି? ନିଘଞ୍ଚ ବନଭୂମିରେ ସ୍ଥାନେ ସ୍ଥାନେ ବସବାସ କରୁଥିବା ବନବାସୀମାନଙ୍କର ବାସଭୂମି ଖୋଜି ପାଇବା ସହଜ ନୁହେଁ, କାରଣ ଏମାନଙ୍କ ବାସସ୍ଥଳୀ ବାହାରକୁ ଦୃଶ୍ୟମାନ ହୋଇନଥାଏ। ଗୋପାଳର ଗଳଘଣ୍ଟି ବା ଗୋପାଳର ବେଣୁସ୍ୱନ ଶୁଣି କୁଟୀରରୁ ଉଦ୍ଗତ କୁଣ୍ଡଳୀଭୂତ ଧୂମ ଦେଖି ଜଳଦ ଗ୍ରାମର ସୀମା ଜାଣିପାରିବ ବୋଲି ପ୍ରାବନ୍ଧିକ କହିଛନ୍ତି। ନେକ୍ସଟ କ୍ୱେଶ୍ଚନ, ଜଳଦର ଭାଗ୍ୟରେ ଥିଲେ କେଉଁ କଥା ଆଖିରେ ପଡ଼ିଯିବ ବୋଲି ଲେଖକ କହିଛନ୍ତି? ଜଳଦର ଭାଗ୍ୟରେ ଥିଲେ ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହଟିଏ ଆଖିରେ ପଡ଼ିଯିବ ବୋଲି ଲେଖକ କହିଛନ୍ତି। ଅଗ୍ରସର ନବଯୁବକମାନଙ୍କ ବେଣୁସ୍ୱନର ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତ ସ୍ୱରରେ ବନଭୂମିକୁ ଭସାଇ ଏମାନେ ନିର୍ଝର ପରି ଗତି କରି ଚାଲୁଥିବେ ବୋଲି କୁହାଯାଇଛି। ନେକ୍ସଟ କ୍ୱେଶ୍ଚନ, ବାରିବାହ ଏ ସମସ୍ତେ ତୋର ବାନ୍ଧବୀ କାହା ପ୍ରସଙ୍ଗରେ କୁହାଯାଇଛି? ସଂକୀର୍ଣ୍ଣ ପଥରେ ନରନାରୀଙ୍କ ପ୍ରବାହ ଅଗ୍ରସର ନବଯୁବକମାନଙ୍କ ବେଣୁସ୍ୱନର ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତ ସ୍ୱରରେ ବନଭୂମିକୁ ଭସାଇ ନିର୍ଝର ପରି ଗତି କରୁଥିବ। ଏହି ବନବାସୀ ନାରୀମାନେ ସୁସ୍ଥ ସବଳ ଓ ସବଳିତ ତନୁଲତାରେ ବନ ପୁଷ୍ପଭରା ଗଭାର ଶୋଭା ଧାରଣ କରି ସଂକୀର୍ଣ୍ଣ ବନ୍ଧୁର କର୍କଶ ଓ ଉରଗ କୁଟିଳ
ଗିରିପଥକୁ ହାସ୍ୟ ଓ ସଙ୍ଗୀତରେ ମୁଖର କରି ନିର୍ଝରିଣୀ ପରି ଗତି କରନ୍ତି। ସେହିମାନଙ୍କୁ ବାରିବାହାର ବାନ୍ଧବୀ ବୋଲି କୁହାଯାଇଛି। ନେକ୍ସଟ କ୍ୱେଶ୍ଚିନ୍, ପ୍ରାବନ୍ଧିକ ଜଳଦକୁ ଅତି ପରିଚିତ ପରି ଗତି କରିବାକୁ କହିଛନ୍ତି କାହିଁକି? ବନବାସୀ ନାରୀମାନେ ଜଳଦର ଗୁରୁ ଗମ୍ଭୀର ଗର୍ଜନରେ ଭୀତା ହୋଇ ଆଲିଙ୍ଗନ ପାଇଁ ପରପୁରୁଷ ପାଖକୁ ପଳାଇ ନ ଯାଇ ବନସ୍ପତି ପରି ନିର୍ବିକାର ଭାବେ ଶସ୍ୟ କ୍ଷେତ୍ରରେ କର୍ମରତ ରହନ୍ତି। ତେଣୁ ଏମାନଙ୍କ ଆଡ଼କୁ ଅତି ପରିଚିତ ଭାବେ ଗତି କରିବାକୁ କବି ଜଳଦକୁ କହିଛନ୍ତି। ନଚେତ୍ ଅପରିଚିତ ବୋଲି ଜାଣିଲେ ଉଚ୍ଚ ହାସ୍ୟରେ ଏମାନେ ବନଭୂମିକୁ କମ୍ପାଇ ଦେବେ। ନେକ୍ସଟ କ୍ୱେଶ୍ଚିନ୍, କ'ଣ ଶିଖିବା ପାଇଁ ସଭ୍ୟ ସମାଜ ଦିନେ ବନବାସୀମାନଙ୍କ ପାଖକୁ ଆସିବ ବୋଲି କୁହାଯାଇଛି? ସ୍ୱଦାର୍ଜିତ ଧନରେ ଉଦର ପୋଷଣ, ସୁନ୍ଦର ସ୍ୱାସ୍ଥ୍ୟ ଓ ନିର୍ମଳ ମନ ମାନବ ଜୀବନର ପରମ କାମ୍ୟ, ଯାହାକି ବନବାସୀମାନଙ୍କଠାରେ ପ୍ରତିଭାତ ହୋଇଥାଏ। ଯଦି ଜଗତରୁ କେବେ ତସ୍କରତା ଲୋପ ପାଏ, ତେବେ ବନବାସୀଙ୍କଠାରେ ପରିଲକ୍ଷିତ ହୋଇଥିବା ଏହି ମାନବିକତା ଶିଖିବା ପାଇଁ ଦିନେ ସଭ୍ୟ ସମାଜ ଏମାନଙ୍କ ପାଖକୁ ଧାଇଁ ଆସିବ ବୋଲି ପ୍ରାବନ୍ଧିକ କହିଛନ୍ତି। ନେକ୍ସଟ କ୍ୱେଶ୍ଚିନ୍, ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ କାହିଁକି ଅନୁରୋଧ କରିଛନ୍ତି? ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ ଅନୁରୋଧ କରିଛନ୍ତି କାରଣ ବାରିପାତରେ ବନଭୂମି ଶ୍ୟାମଳ ଓ ଉଜ୍ଜଳ ହୋଇଉଠିବ। ଜଳଦର କୃପାରେ ଶାଳୀ କ୍ଷେତ୍ରରେ ନବନୀଳିମା ଖେଳି ବୁଲିବ। ନିର୍ଝରିଣୀ ଗିରିଦରୀରେ କ୍ରୀଡ଼ାରତ ବସ୍ତ୍ରତରୀ ପରି ନାଚି ଉଠିବ। ଭଞ୍ଜ ନୃପପାଳିତ କଳାପୀର କେକାରେ ବନଭୂମି ପୂର୍ଣ୍ଣ ହେବ। ବନ୍ୟ ଯୁଥିର ପରିମଳରେ ବନଭୂମି ଆମୋଦିତ ହେବ। କଦମ୍ବ ପୁଲକରେ କଣ୍ଟକିତ ହୋଇ ଉଠିବ ଓ କୃଷ୍ଣଚୂଡ଼ା ନିଜ ତରୁଣ ତନୁକୁ ଦେଖି ନବତରୁଣୀ ପରି ଲଜ୍ଜାରୁଣ ହୋଇ ପଡ଼ିବ। ନେକ୍ସଟ କ୍ୱେଶ୍ଚିନ୍, ମହାନଦୀ ସମ୍ପର୍କରେ ପ୍ରବନ୍ଧରେ କ'ଣ କୁହାଯାଇଛି? ମେଘାସନ ଓ ଗନ୍ଧମାର୍ଦ୍ଦନ ଗିରିଶ୍ରେଣୀ ବେଷ୍ଟିତ ମହାବନରୁ ଘନ ପଶ୍ଚିମାଭିମୁଖରେ ଗତି କଲେ ସୂକ୍ଷ୍ମଶାଳୀର ଗନ୍ତାଘର ସମ୍ବଲପୁରରେ ପଦାର୍ପଣ କରିବ, ଯେଉଁଠାରେ କି ମହାନଦୀ ପ୍ରବାହିତ ହେଉଛି। ତନ୍ୟୁ ମହାନଦୀ ଏଠାରେ ଉପଳ ଶଯ୍ୟାରେ ଯାଉ ଯାଉ ତୀର ଦେଶରେ ସ୍ୱର୍ଣ୍ଣରେଣୁ ଢାଳିଦିଏ ଓ ନରନାରୀଙ୍କ ଦେହରେ ନବଲାବଣ୍ୟ ଖେଳାଇ ଦେଇ ସେମାନଙ୍କ ମନରୁ ବିଷାଦ କାଳିମା ଦୂରେଇ ଦେଇଥାଏ। ନେକ୍ସଟ କ୍ୱେଶ୍ଚିନ୍, କ'ଣ କାମନା କରି କଟକକୁ ଶ୍ୟାମଳ କରିବାକୁ ଲେଖକ ଅନୁରୋଧ କରିଛନ୍ତି? ଉତ୍କଳର ଉତ୍ତମାଙ୍ଗ ରୂପେ ପରିଚିତ ଅତୀତ ଗୌରବରେ ଗୌରବାନ୍ୱିତ ସୌଧାବଳୀ ମଣ୍ଡିତ କଟକରେ ହିଁ ବହୁ କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଅଳ୍ପଦିନ ତଳେ ଉତ୍କଳର ମହାନିଶାରେ ଉଜାଗର ରହି ଜ୍ଞାନଦୀପ ଜାଳିଗଲେ। ଏହି ଦୀପ ଅଖଣ୍ଡ ରହୁ ଏହା କାମନା କରି ସେଠାରେ ବାରିପାତ କରି ତାହାକୁ ଶ୍ୟାମଳ କରିବାକୁ ଲେଖକ ଘନକୁ ଅନୁରୋଧ କରିଛନ୍ତି। ନେକ୍ସଟ କ୍ୱେଶ୍ଚିନ୍, କ'ଣ ନ କଲେ ବାରିବାହାର ଉତ୍କଳ ଭ୍ରମଣ ସାର୍ଥକ ହେବ ନାହିଁ? କଟକରୁ ଦକ୍ଷିଣାଭିମୁଖରେ ଯାଇ ଥରେ କୋଣାର୍କର ଚାରୁଚୂଡ଼ା ଚୁମ୍ବନ ନ କଲେ ବାରିବାହାର ଉତ୍କଳ ଭ୍ରମଣ ସାର୍ଥକ ହେବ ନାହିଁ। କୋଣାର୍କ ପଥରେ ଯାଉ ଯାଉ ପଥ ମଧ୍ୟରେ ରହିଥିବା ଅଗଣିତ କୀର୍ତ୍ତି ଦେଖି ବାରିବାହ ସ୍ତମ୍ଭିତ ଓ ଚକିତ ହୋଇଯିବ ବୋଲି ଲେଖକ କହିଛନ୍ତି। ନେକ୍ସଟ କ୍ୱେଶ୍ଚିନ୍, ମୂକ ମନ୍ଦିର କୋଣାର୍କର ମୁଖ ଫିଟିଲେ କ'ଣ ହୁଅନ୍ତା? ମୂକ ମନ୍ଦିର କୋଣାର୍କର ମୁଖ ଫିଟିଲେ ସେ ଅତୀତ ବିଭବର ଗାଥା କହି ବିଜନ ବେଳାକୁ ମୁଖରିତ କରିଦିଅନ୍ତା ଅଥବା ଉଚ୍ଚ ରୋଦନରେ ସିନ୍ଧୁ ଘୋଷକୁ ବୁଡ଼ାଇ ଦିଅନ୍ତା। ଅତୀତର ଦୃପ୍ତ ଓ ଗର୍ବିତ ଉତ୍କଳବାସୀଙ୍କ ମହାପରାକ୍ରମର ପ୍ରତୀକ ଭୁବନ ମୋହନ କୋଣାର୍କ ବିପୁଳ ବିଭବର ବାର୍ତ୍ତା ଓ ଲଳିତ କଳାର ଛନ୍ଦମୟୀ ଗାଥା କଥନରେ ମୁଖରିତ ହୋଇ ପଡ଼ନ୍ତା। ପିଲାମାନେ ମନେ ରଖିବ, ମୂକ ମନ୍ଦିର କୋଣାର୍କର ମୁଖ ଫିଟିଲେ କ'ଣ ହୁଅନ୍ତା? ନେକ୍ସଟ କ୍ୱେଶ୍ଚିନ୍, ବାରିବାହ ନୀଳାଚଳ ଠାରୁ ଆରମ୍ଭ କରି ଉତ୍କଳର କେଉଁ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଯାଇ ତାର କର୍ମ ଶେଷ କରିବ? ବାରିବାହ ନୀଳାଚଳ ଠାରୁ ଆରମ୍ଭ କରି ଉତ୍କଳର ସମଗ୍ର ଉପକୂଳ ଓ ମାଳ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଯାଇ ତାର ସ୍ୱକର୍ମ ଶେଷ କରି
ଉତ୍କଳକୁ ସବୁଜିମାରେ ଭରିଦେବ। ଗଞ୍ଜାମ ଓ ଜୟପୁରବାସୀଙ୍କୁ ଘନ ଯେପରି ଭୁଲିଯିବ ନାହିଁ। କାରଣ ଖଣ୍ଡିତ ଉତ୍କଳ ମୋହ ନିଦ୍ରାରେ ନିଦ୍ରିତ ଥିବାବେଳେ ଏହିମାନେ ହିଁ ଦକ୍ଷିଣା ସାପଥ ପ୍ରହରୀ ରୂପେ ଜାଗ୍ରତ ହୋଇ ରହିଥିଲେ। ପତିତପାବନ ବାନାକୁ ସିନ୍ଧୁ ଗର୍ଭରେ ନିକ୍ଷେପ କରିବାକୁ କୁହାଯାଇଛି କାହିଁକି? ନୀଳାଚଳ ନାଥ ଶାନ୍ତି ଓ ମୈତ୍ରୀ ସବୁକିଛି ବାଣ୍ଟି ଦେଇ କାଙ୍ଗାଳ ହୋଇ ବସିଛନ୍ତି। ଅବସରପ୍ରାପ୍ତ କର୍ମଚାରୀ ପେନ୍ସର ଭୋଗ କଲାପରି ସେ ଆଜିକାଲି 60 ପଉଟି ପାଇଲେ ତୃପ୍ତ ହେଉଛନ୍ତି। ତାଙ୍କର ପତିତପାବନ ବାନା ଫରଫର ହୋଇ ଉଡୁଥିଲେ ମଧ୍ୟ ପତିତମାନଙ୍କ ଡାକ ସିନ୍ଧୁଘୋଷରେ ତାଙ୍କ କାନରେ ପଡ଼ିପାରୁନାହିଁ। ତେଣୁ ପତିତପାବନ ବାନାକୁ ସିନ୍ଧୁ ଗର୍ଭରେ ନିକ୍ଷେପ କରିବାକୁ ପ୍ରାବନ୍ଧିକ ବାରିବାହାକୁ କହିଛନ୍ତି। ନେକ୍ସଟ କ୍ୱେଶ୍ଚନ, କ'ଣ ଉଣା ହେଲେ ପୃଥିବୀ ଆଉ ବାସଭୂମି ହୋଇ ରହିପାରିବ ନାହିଁ ବୋଲି କୁହାଯାଇଛି? ପୃଥିବୀରେ ଜୀବଜଗତ ବଞ୍ଚି ରହିବା ନିମିତ୍ତ କେତେ ଗୋଟି ଉପାଦାନ ନିତାନ୍ତ ଆବଶ୍ୟକ, ଯାହା ବିନା ଜୀବନ ଧାରଣ ଅସମ୍ଭବ। ବାୟୁ, ସଲିଳ, ଆଲୋକ ଓ ଉତ୍ତାପ ପାଇଁ ପୃଥିବୀ ଜୀବମାନଙ୍କର ବାସଭୂମି ହୋଇଛି। ସେଥିରୁ ଗୋଟିଏ ଉଣା ହେଲେ ସେ ଆଉ ବାସଭୂମି ହୋଇ ରହିପାରିବ ନାହିଁ ବୋଲି କୁହାଯାଇଛି। ପିଲାମାନେ ମନେ ରଖିବ, କ'ଣ ଉଣା ହେଲେ ପୃଥିବୀ ଆଉ ବାସଭୂମି ହୋଇ ରହିପାରିବ ନାହିଁ ବୋଲି କୁହାଯାଇଛି। ପିଲାମାନେ, ତମମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।